ଓଡ଼ିଆ ଜାତିର ଯଦି ଆଜି ଗର୍ବ ଗୌରବ अस्मितार କଥା କୁହାଯିବ ବହୁ କୃତି ସାହିତ୍ୟଙ୍କର ସାହିତ୍ୟ ଯୋଗୁଁ ସମ୍ଭବ ହୋଇଛି। ଉପେନ୍ଦ୍ର ଭଞ୍ଜକୁ କବି ସମ୍ରାଟ କୁହାଯାଏ। ମାନେ କବିମାନଙ୍କ ଭିତରେ ସେ ଶ୍ରେଷ୍ଠ ବୋଲି କୁହାଯାଏ। କାରଣ କ'ଣ? ଏତେ ସୁନ୍ଦର ରଚନା ତାଙ୍କର, ସେ ରଚନା ଆଜି ତାଙ୍କୁ କାଳଜୟୀ କରିଛି, ତାଙ୍କ ଲେଖା ବି କାଳଜୟୀ। ଏବଂ ମୋର ଗୋଟେ ନିବେଦନ ରହିବ ଯେ ଯୁବପିଢ଼ି ବର୍ତ୍ତମାନ ସାହିତ୍ୟ ସୃଷ୍ଟି କରିବାକୁ ଆଗେଇ ଆସିବା ଦରକାର। କାରଣ ଯୁବପିଢ଼ିଙ୍କ ଉପରେ ନିର୍ଭର କରୁଛି ଓଡ଼ିଆ ଭାଷା ଏବଂ ଓଡ଼ିଆର ଭବିଷ୍ୟତ। ତେଣୁ ତାଙ୍କୁ ଯେତେ ପ୍ରୋତ୍ସାହନ ଦିଆଯାଇପାରିବ ଓଡ଼ିଆ ଭାଷାର ମାଧୁର୍ଯ୍ୟ ଏବଂ ତା'ର ସ୍ଥିତି ସେତେ ସୁରକ୍ଷିତ ରହିପାରିବ। ତେଣୁ ଓଡ଼ିଆର ଯୁବକବି ଯୁବ ଲେଖକମାନଙ୍କୁ ମୋର ଆହ୍ୱାନ ରହିବ, ସେମାନେ ଆହୁରି ଉତ୍ସର୍ଗୀକୃତ ମନୋଭାବ ନେଇ ଅକଳନ ଏବଂ ଅସରନ୍ତି ସାହିତ୍ୟ ସୃଷ୍ଟି କରନ୍ତୁ। ଉପେନ୍ଦ୍ର ଭଞ୍ଜଙ୍କର କାବ୍ୟ କବିତା ଏଭଳି ଭାବେ ତିଆରି ହୋଇଛି, ସେ କେବେ ଲୋପ ପାଇବ ନାହିଁ। କଥାରେ ଅଛି, ଯେଉଁଟାକି ମୁଁ ଭାଷଣରେ କହୁଥିଲି, ହଇରେ ଜଗା କ'ଣ ତୁ କରିଛୁ ମନ୍ତର, ଯେତେ ଦେଖିଲେ ମନ ମାନୁନି ଶ୍ରୀମନ୍ଦିର ତୋର। ଠିକ୍ ସେଇଭଳି ଭାବେ ଉପେନ୍ଦ୍ର ଭଞ୍ଜଙ୍କର ଗୀତ ଆଜିକି 350 ବର୍ଷ ତଳେ ଲେଖା ହେଇଥିଲେ ମଧ୍ୟ ଆଜି ଯଦି ଆପଣ ଶୁଣିବେ ଭାବିବେ ସେ ଲେଖା ଆଜି ଲେଖା ହେଇଛି। ତେଣୁ ସେ ଲେଖା ଅମର। ସେ ଲେଖା ଆପଣ ହୀରାକୁ ଯେମିତି ଯେତେ ଧୋଇଲେ ଅଧିକା ଉଜ୍ଜଳ ହେଉଛି, ସେମିତି ଉପେନ୍ଦ୍ର ଭଞ୍ଜଙ୍କର ଲେଖା ଆପଣ ଯେତେ ପଢ଼ିବେ ଯେତେ ମାର୍ଜିତ କରିବେ ସେ ଆଗକୁ ଆଗକୁ ଅତି ସୁନ୍ଦର ଭାବେ ପ୍ରଚାର ପ୍ରସାର ହେବ ଆଉ ଲୋକଙ୍କର ଗ୍ରହଣୀୟ ହେବ। ଯୁବ ସମାଜ କେବେ ନେଇକି ଯୁବ ସମାଜ ପାଖରେ ପହଞ୍ଚବୁ। କାହିଁକି ପଶ୍ଚାତ ଦେଶମାନଙ୍କର ଚିନ୍ତାଧାରାରେ ଯୁବ ସମାଜ ଅତୀତରେ ଭାସି ଯାଇଥିଲେ। ଆଶା କରୁଛୁ ଆଜିର ଯୁବ ସମାଜକୁ ଏହି ସ୍ରୋତରେ ସାମିଲ କରିବା। ଆମେ ଜଗନ୍ନାଥଙ୍କୁ ନେଇକି ଓଡ଼ିଆ अस्मिताକୁ ଗର୍ବ କରୁଛେ, କିନ୍ତୁ ଆଜିର ତାରିଖରେ ଲୋକ ଓଡ଼ିଶା ଭାଷାକୁ ନ କହି ହିନ୍ଦୀ ଇଂଲିଶ କହିବାରେ ବ୍ୟସ୍ତ। ହିନ୍ଦୀ ଇଂଲିଶ ଜ୍ଞାନ ଅର୍ଜନ କରନ୍ତୁ, କିନ୍ତୁ ଓଡ଼ିଶାରେ କ'ଣ ଅନୁକୋଣରେ ଯେଉଁଟେ ପହଞ୍ଚିବେ, ତାକୁ ଓଡ଼ିଆ ଭାଷାକୁ ଯଦି ଆମେ ଗୁରୁତ୍ୱ ଦେବା, ଲୋକ ନିଶ୍ଚିତ ଭାବେ ଏ ଓଡ଼ିଶାକୁ ମନେ ରଖିବେ ଏବଂ ସବୁ ନେତୃବୃନ୍ଦକୁ ଓଡ଼ିଆ ଭାଷାକୁ ଯଦି ଆମେ ଅଗ୍ରାଧିକାର ଦିଆଯିବ ତାକୁ ବି ମନେ ରଖିବେ। ସମ୍ଭବ ସାହିତ୍ୟ ପରିବାର ଏବଂ ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆଜି ଭଞ୍ଜ ସାହିତ୍ୟ ସମ୍ପର୍କରେ ଏକ କର୍ମଶାଳା ଏବଂ ତାଙ୍କର ତୃତୀୟ ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିଲା। ଓଡ଼ିଶାର ବହୁ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଏଥିରେ ଯୋଗ ଦେଇଥିଲେ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ସମ୍ପର୍କରେ ଅନେକ ଆଲୋଚନା ହୋଇଛି, ଓଡ଼ିଆ अस्मिता ସମ୍ପର୍କରେ ଅନେକ ଆଲୋଚନା ହୋଇଛି ଏବଂ ଏଠି ଯୋଗ ଦେଇଥିବା ସମସ୍ତ ସାହିତ୍ୟିକମାନଙ୍କୁ ମୁଁ ଶୁଭେଚ୍ଛା ଜଣାଇବି। ଆର ଯିଏ ପ୍ରତିଷ୍ଠାତା ଏବଂ ଆୟୋଜକ ଶ୍ରୀମତୀ ରୋଜାଲିନ ସେନାପତି, ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଏବଂ ଅନ୍ୟମାନେ ଯେଉଁମାନେ ଆର ପୃଷ୍ଠପୋଷକ ଏବଂ ତାର ଆୟୋଜକ, ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତି ପାଇଁ ତାଙ୍କର ଏ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଆଗାମୀ ଦିନରେ ଯୁବପିଢ଼ିମାନଙ୍କୁ ଉତ୍ସାହିତ କରିବ, ପ୍ରେରଣା ଯୋଗାଇବ। ସାର୍ ଅଛନ୍ତି, ଆମର 4 ଜଣ ଭଞ୍ଜ ଆଲୋଚନା ଚକ୍ର ଅଛନ୍ତି। ଡକ୍ଟର ପ୍ରେମାନନ୍ଦ ସାର୍ ଅଛନ୍ତି, ଡକ୍ଟର ହିମାଂଶୁ ସାର୍ ଅଛନ୍ତି, ଡକ୍ଟର ଲକ୍ଷ୍ମୀନାରାୟଣ ସାର୍ ଅଛନ୍ତି, ଶାନ୍ତନୁ ରଥ ସାର୍ ଅଛନ୍ତି, ତାପରେ ଆମର ସଭାପତି ପ୍ରସନ୍ନ କୁମାର ପାଟ୍ଟଶାଣୀ ବାବା ଅଛନ୍ତି। ଦ୍ୱିତୀୟ ବାର୍ଷିକ ମହୋତ୍ସବ ସାହିତ୍ୟ ପରିବାର ଓ ଶ୍ରୀ ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟର ଆନୁକୂଲ୍ୟରେ ଆମ ତୃତୀୟ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ଆଜି ବୁଦ୍ଧ ମନ୍ଦିରରେ କରାଯାଉଛି। ଓଡ଼ିଶାର କୋଣ ଅନୁକୋଣରୁ ବହୁ ସାହିତ୍ୟିକ, ସମାଜସେବୀ, ସଙ୍ଗୀତଜ୍ଞ, ଗୀତିକାର ସବୁ ଆସିକିରି ଆମର ଏଠି ପହଞ୍ଚନ୍ତି ଏବଂ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ପାଇଁ ବହୁ ଅତିଥି, ମନ୍ତ୍ରୀ, ବିଧାୟକ ସବୁ ଆସିକି ପହଞ୍ଚନ୍ତି। ଆଜି ସମ୍ଭବ ସାହିତ୍ୟ ପରିବାରର ସମ୍ଭବ ପତ୍ରିକା ଯେଉଁ ଉନ୍ମୋଚନ ହୋଇସାରିଛି, ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ସାର୍ ଯିଏକି ତାଙ୍କର ଗୋଟେ ବହି ହୃଦୟ, ସେ ବି ବହି ଉନ୍ମୋଚନ ହୋଇଛନ୍ତି। ଡକ୍ଟର ରୋଜାଲିନ ସେନାପତିଙ୍କର ବହି ପ୍ରତୀକ୍ଷା, ସେ ବି ଉନ୍ମୋଚନ ହୋଇସାରିଛି ଏବଂ ଅନ୍ୟାନ୍ୟ କବି ଓ କବୟିତ୍ରୀଙ୍କର 10ରୁ ଅଧିକ ବହି ଆଜି ଉନ୍ମୋଚନ ହେବ। ଯଦି ଦେଖାଯିବ ବର୍ତ୍ତମାନ ଭଞ୍ଜ କବିତା, ଯେହେତୁ ଆଜି ଆମର এই ଆୟୋଜନ, ଆମେ ଚାହୁଁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଯେଉଁ ସବୁ ଲେଖା ଅଛି ସାରା ଭାରତ ନୁହେଁ ବିଶ୍ୱରେ ପରିଚିତ କରିବା ପାଇଁ
संभव परिवार एक प्रयास यही प्रयास ओडिशार कोण अनुकोण प्रचार करा जिवो एवं ताकू आगू नापे प्रयास कर विष्णुचंद्र साहू आज आमर ये संभाव साहित्य आसर आज आमर जो भंजंग उपर आधारित किछा तांकर लेखा तांकर वार्ता उपर आलोचना है जहाँकि साहित्य उपरको नहीं आजिकल जो साहित्य जो धारणा थाए आज जो साहित्य होची से भंजक साहित्य उपर जो आलोचना है बहुत विरल कि सबुठ आलोचना हुए ना कहीं पांडुलिपि सदा भितर थाए कि मनीष लोचन को आसवाक हेले आज रोजालिनी सेनापति जो उत्साह आज प्रोग्राम टी कर मत भी से सम्मानित कर भंज साहित्य आ मुझे गर्वित कहीं ढेंकानालू आसी ये सम्मानित हवा बहुत सुखर माने खुशी कथा कहीं मत भी सी कही आप निहाती आसबे कहीं जिते प्रथम फोन पाइली मुझे जोर देली और खुशी लगे प्रोग्राम बहुत उच्चकोटीर कि भगवान करमती प्रोग्राम दिन दिन चल नूतन पाठक सृष्टि करवा यह आज आह्वान आ खूब भल लगे सभाटी मैडम रोजालिन जी कि जड़े सुगायिका और सुलेखिका बहुत भल लगे आयोजन एवं से एकाकी एवं स्वामी सहित मिसिकी से एत बड़ कार्यक्रम कर धन्यवाद निश्चय देवी एवं विघ्नराज चैरिटेबल ट्रस्ट यही कार्य करिचालु एवं संभव जो मैगाजिन टी आज आगुरी भी मुझे लेखा देती मैगाजिन टी सुदृश्य सुपाठ्य एवं निर्भुल भल लगे आज सभाटी जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।